OSOU MA ଓଡ଼ିଆ କୋର୍ସ MA OD पेपर 11 ब्लॉक 2 କିଛି ଇମ୍ପୋର୍ଟାଣ୍ଟ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଯେପରିକି ପ୍ରଥମ ପ୍ରଶ୍ନ, ସଂସ୍କୃତ ବ୍ୟାକରଣ ଶାସ୍ତ୍ର ଅଷ୍ଟାଧ୍ୟାୟୀ ଏହାର ରଚୟିତା କିଏ? ପାଣିନି। ଭାଷାର କ୍ଷୁଦ୍ରତମ ଅର୍ଥବାହକ ଏକକ ବା ଶବ୍ଦର ସର୍ବନିମ୍ନ ଅର୍ଥଯୁକ୍ତ ଏକକର ନାମ କ'ଣ? ରୂପିମ୍। କିମ୍ବା ତାକୁ ମଧ୍ୟ ଗୋଟିଏ ଅର୍ଥରେ ସଂକ୍ଷିପ୍ତ ଏକକକୁ କ'ଣ କୁହାଯାଏ? ତାକୁ ନା ମର୍ଫିମ୍ ବୋଲି ମଧ୍ୟ କୁହାଯାଏ। ଏକତ୍ରିତ ଧ୍ୱନି ବ୍ୟବସ୍ଥିତ ହେଲେ ତାହାର ଅର୍ଥଗତ ଏକକକୁ କ'ଣ କୁହାଯାଏ? ନା ରୂପିମ୍ କୁହାଯାଏ ବା ଶବ୍ଦ। କୌଣସି ଭାଷାରେ ବ୍ୟବହୃତ ଯାଦୃଚ୍ଛିକ ମାତ୍ର ଅର୍ଥଯୁକ୍ତ ଧ୍ୱନି ସମୂହର ସର୍ବନିମ୍ନ ଏକକକୁ କ'ଣ କୁହାଯାଏ? ରୂପିମ୍। ରୂପ ବିଜ୍ଞାନର ଆଧାର କ'ଣ? ଏହି ରୂପିମ୍ ବା ଯାହାକୁ ମର୍ଫ ବୋଲି କୁହାଯାଏ। ରୂପିମ୍ର ପଦ ସଂଗଠନରେ ଧ୍ୱନ୍ୟାତ୍ମକ ପରିବର୍ତ୍ତନକୁ କ'ଣ କୁହାଯାଏ? ରୂପସ୍ୱନିମ୍ ବିଜ୍ଞାନ ବା ମର୍ଫୋଫୋନେମିକ୍ସ। ରୂପସ୍ୱନିମ୍ ବିଜ୍ଞାନରେ କେଉଁ ତିନୋଟି ଦିଗକୁ ବିଶେଷ ଧ୍ୟାନ ଦିଆଯାଏ? ଗୋଟିଏ ହେଲା ରୂପିମ୍ ବା ରୂପଗ୍ରାମ, ଆଉ ଗୋଟେ ହେଲା ସଂରୂପ ବା ଆଲୋମର୍ଫ, ଆଉ ଗୋଟେ ହେଲା ରୂପସ୍ୱନିମ୍ ବିଜ୍ଞାନ। ଭାରତର ପ୍ରାୟ ସମସ୍ତ ଭାଷାରେ ନିର୍ଦ୍ଦିଷ୍ଟ ବ୍ୟାକରଣିକ ବୈଶିଷ୍ଟ୍ୟ ଅନୁସାରେ ପ୍ରାୟ କେତେ ପ୍ରକାର ରୂପିମ୍ ଦେଖାଯାଏ? 2 ପ୍ରକାର, ଯଥା ମୁକ୍ତ ରୂପିମ୍ ଆଉ ଗୋଟେ ହେଲା ବଦ୍ଧ ରୂପିମ୍। ଯେତେବେଳେ ଉଭୟ ମୁକ୍ତ ରୂପିମ୍ ଓ ବଦ୍ଧ ରୂପିମ୍ ସମ ବା ଅସମ ଭାବେ ପରସ୍ପର ସହିତ ମିଶି ନୂଆ ଶବ୍ଦ ଗଠନ କରନ୍ତି ତାହାକୁ କ'ଣ କୁହାଯାଏ? ତାକୁ କୁହାଯାଏ ମିଶ୍ର ରୂପିମ୍। ଉଦାହରଣ ସ୍ୱରୂପ କିରାଣୀ ଗିରିଆ। ଦୁଇଟି ରୂପ ବା ଶବ୍ଦର ମିଳନରୁ ହେବାକୁ ଥିବା ପରିବର୍ତ୍ତନର ଅଧ୍ୟୟନକୁ କ'ଣ କୁହାଯାଏ? ରୂପସ୍ୱନିମ୍ ବିଜ୍ଞାନ। କେଉଁ ରୂପିମ୍ ବହୁ ଭାବେ ପୂର୍ବସର୍ଗ ପରସର୍ଗ ରୂପେ କାର୍ଯ୍ୟ କରିଥାନ୍ତି? ବଦ୍ଧ ରୂପିମ୍। ଶବ୍ଦ କାନରେ ପ୍ରାପ୍ତ, ବୁଦ୍ଧି ଦ୍ୱାରା ଗ୍ରାହ୍ୟ ତଥା ପ୍ରୟୋଗରୁ ସ୍ଫୁରିତ ହେଉଥିବା ଆକାଶବ୍ୟାପୀ ଧ୍ୱନି ସମୂହର ଏକକ। ଏ କଥା କିଏ କହିଥିଲେ? ପତଞ୍ଜଳି। ଆଭିଧାନିକ ଦୃଷ୍ଟିରୁ ସାର୍ଥକ, ସ୍ୱତନ୍ତ୍ର ଓ କ୍ଷୁଦ୍ରତମ ଏକକଟି କ'ଣ? ତାହା ହେଉଛି ଶବ୍ଦ। 2 ବା ତତୋଧିକ ସରଳ ଶବ୍ଦର ସମୂହରେ କେଉଁ ଶବ୍ଦ ଗଠିତ ହୁଏ? ଯୌଗିକ ଶବ୍ଦ। କେଉଁ ପ୍ରକ୍ରିୟା ବିଶେଷ କରି ଓଡ଼ିଆ ବ୍ୟାକରଣର ସନ୍ଧି ନିୟମକୁ ଅନୁସରଣ କରି କରାଯାଇଥାଏ? ସେ ହେଉଛି ସଂକୋଚନ ବା କଣ୍ଟ୍ରାକ୍ସନ୍। ଲୁଣ ଫୁଣ, ପର ଘର ଫର ଏସବୁ କେଉଁ ପ୍ରକାର ଶବ୍ଦ? ଧ୍ୱନ୍ୟାତ୍ମକ ପୁନରୁକ୍ତି ଶବ୍ଦ। ବ୍ୟାକରଣିକ ଦୃଷ୍ଟିରୁ କ୍ଷୁଦ୍ରତମ ମାତ୍ର ସ୍ୱତନ୍ତ୍ର ଓ ସାର୍ଥକ ଏକକଟି କ'ଣ? ତାହା ହେଉଛି ପଦ। ଓଡ଼ିଆ ବ୍ୟାକରଣକାରମାନେ ନିଷ୍ପାଦନ ସ୍ୱର୍ଗକୁ କ'ଣ ବୋଲି ଅଭିହିତ କରିଛନ୍ତି? ପ୍ରତ୍ୟୟ। ବାକ୍ୟରେ ପ୍ରଯୁକ୍ତ ଶବ୍ଦଗୁଡ଼ିକୁ କ'ଣ କୁହାଯାଏ? ପଦ। ଉଦାହରଣ ସ୍ୱରୂପ କହ ହେଉଛି ଲେକ୍ସିମା। କହିବା ଯଦି କହିବା ସେ ହେଉଛି ଶବ୍ଦ ରୂପ ବା ୱାର୍ଡ ଫର୍ମ। ଆଉ କହିବା ଯୋଗ୍ୟ କହୁ କହୁ ଏସବୁ ହେଲା ଶବ୍ଦକଳ୍ପ ବା ୱାର୍ଡ ପାରାଡିଜିମ୍। ବ୍ୟୁତ୍ପାଦିତ ବା ଡେରିଭେଟେଡ୍ ରୂପିମ୍ ଗୁଡ଼ିକ କେଉଁ ପ୍ରକାର ରୂପିମ୍ ଅଟନ୍ତି? ମୁକ୍ତ ନା ବଦ୍ଧ? ଉତ୍ତର ହେଉଛି ବଦ୍ଧ। କାଚ ଗ୍ଲାସ, ବସ୍ ଟିକେଟ୍ ଆଦି କେଉଁ ପ୍ରକାର ଶବ୍ଦ? ସମନ୍ୱିତ ଯୌଗିକ ବା ହାଇବ୍ରିଡ୍ କମ୍ପାଉଣ୍ଡ। ପେଟ କାଟିବା, ମୁହଁ ମାରିବା ଏସବୁ କେଉଁ ପ୍ରକାର ଶବ୍ଦ? ଯୌଗିକ ଶବ୍ଦ। ଜଗତନାଥ, ଜଗନ୍ନାଥ, ପୀତ ଅମ୍ବର, ପୀତାମ୍ବର ଏହିସବୁ ଶବ୍ଦ, ଏଇ ଯେଉଁ 2ଟି ଶବ୍ଦ ଆର ମୂଳରେ ଗୋଟିଏ ସିଲାବଲ୍ ବା ଧ୍ୱନିର ସଂକୋଚନ ହୋଇ ଧ୍ୱନି ଲୋପ ହୋଇଛି। ଏହି ପ୍ରକ୍ରିୟାଟିକୁ କ'ଣ କୁହାଯିବ? ତାକୁ କୁହାଯିବ ସଂକୋଚନ। ବାକ୍ୟରେ କ୍ରିୟାପଦ ସହିତ ଅନ୍ୟ ପଦ ଗୁଡ଼ିକର ଅନ୍ୱୟ ବା ସମ୍ବନ୍ଧକୁ କ'ଣ କୁହାଯାଏ? କାରକ। ଉପସର୍ଗ ଉଭୟ ଧାତୁ ଏବଂ ଶବ୍ଦ ପୂର୍ବରୁ ବ୍ୟବହୃତ ହୁଏ। ଉକ୍ତିରେ ଠିକ୍ ନା ଭୁଲ? ଠିକ୍। ବ୍ୟୁତ୍ପନ୍ନ ପ୍ରକୃତି କାହାକୁ କୁହାଯାଏ? ଯେଉଁଠି ପ୍ରକୃତି ଏକାଧିକ ରୂପିମ୍ ବିଶିଷ୍ଟ ହୋଇଥାଏ ତାକୁ ବ୍ୟୁତ୍ପନ୍ନ ପ୍ରକୃତି କୁହାଯାଏ। ଯେଉଁ ରୂପିମ୍ ଗୁଡ଼ିକ ଅର୍ଥରହିତ ହୋଇଥିଲେ ବି
ବିଭିନ୍ନ ଧାତୁ ସହିତ ସଂଯୁକ୍ତ ହୋଇ ବ୍ୟାକରଣିକ ଅର୍ଥ ପ୍ରକାଶ କରିବାରେ ସମର୍ଥ ହୋଇଥାନ୍ତି ସେଗୁଡ଼ିକୁ କ'ଣ କୁହାଯାଏ? ପ୍ରତ୍ୟୟ ବୋଲି କୁହାଯାଏ। କର୍ତ୍ତା ଯାହା ସାହାଯ୍ୟରେ କାର୍ଯ୍ୟକୁ ସମ୍ପାଦନ କରେ ତାହାକୁ କେଉଁ କାରକ କୁହାଯାଏ? କରଣ କାରକ। ଯିଏ ବିଶେଷିତ ହୁଏ ତାହାକୁ କେଉଁ ପଦ କୁହାଯାଏ? ବିଶେଷ୍ୟ ପଦ। ଓଡ଼ିଆରେ କାଳ ଅବସ୍ଥାକୁ କେତୋଟି ଭାବରେ ବ୍ୟକ୍ତ କରାଯାଇଛି? 3ଟି, ଯଥା ଆଭିପ୍ରାୟିକ, ଆଭାସିକ, ଅନୁଜ୍ଞା। ଓଡ଼ିଆ ଭାଷାରେ କେଉଁ ପଦରେ ପୁରୁଷ ବିଚାର କରାଯାଏ? କେବଳ ସର୍ବନାମ ପଦରେ। ପଦ ପ୍ରକରଣର କାହାକୁ ବଚନ ମାଧ୍ୟମରେ ସୂଚିତ କରାଯାଏ? ବିଶେଷ୍ୟ ଏବଂ ସର୍ବନାମ। ଅବ୍ୟୟ ପଦଗୁଡ଼ିକ ସାଧାରଣତଃ କେଉଁ ରୂପିମ୍ ଶ୍ରେଣୀର ଅନ୍ତର୍ଭୁକ୍ତ ହୋଇଥାନ୍ତି? ମୁକ୍ତ ରୂପିମ୍। ଓଡ଼ିଆ ଭାଷାରେ ବ୍ୟବହୃତ ହେଉଥିବା ବିଭକ୍ତି ଚିହ୍ନ ଗୁଡ଼ିକ କେଉଁ ରୂପିମ୍ ପର୍ଯ୍ୟାୟର ଅନ୍ତର୍ଗତ? ବଦ୍ଧ ରୂପିମ୍। ସରଳ ରୂପିମ୍ କାହାକୁ କୁହାଯାଏ? ଯେଉଁଠି ପ୍ରକୃତି ଏକ ରୂପିମ୍ ବିଶିଷ୍ଟ ହୋଇଥାଏ। ପ୍ରକୃତି ଏକ ରୂପିମ୍ ବିଶିଷ୍ଟ ହୋଇଥାଏ, ସରଳ ପ୍ରକୃତି। ଯାହା ହେତୁ ବିଶେଷ୍ୟର ଭାବ ବା ଗୁଣଗତ ଅର୍ଥରେ ବୃଦ୍ଧି ବା ହ୍ରାସ ଘଟେ ତାହାକୁ କ'ଣ କୁହାଯାଏ? ବିଶେଷଣ। ମୂଳ ବାକ୍ୟରେ ଉଦ୍ଦେଶ୍ୟ ଭାଗକୁ ଛାଡ଼ିଦେଲେ ଯାହା ରୁହେ ତାହାକୁ କ'ଣ କୁହାଯାଏ? ବିଧେୟ। କାହାର ସମନ୍ୱୟରେ ଶବ୍ଦ ରୂପର ନିର୍ମାଣ ହୋଇଥାଏ? ଉଭୟ ପ୍ରକୃତି ଏବଂ ପ୍ରତ୍ୟୟର। ପଦ କିପରି ତିଆରି ହୁଏ? ମୂଳ ଶବ୍ଦ ଓ ସମ୍ବନ୍ଧ ତତ୍ତ୍ୱର ସମନ୍ୱୟରେ। ଯୋଗାତ୍ମକ ଭାଷାକୁ କେତେ ଭାଗରେ ବ୍ୟକ୍ତ କରାଯାଇଛି? 3 ଭାଗରେ। ଯେମିତିକି ଅଶ୍ଳିଷ୍ଟ ଯୋଗାତ୍ମକ, ଯାହାକି ପ୍ରତ୍ୟୟ ସେଥିରେ ପ୍ରଧାନ ଥାଏ, ଆଉ ତା ସହିତ କ୍ଳିଷ୍ଟ ଯୋଗାତ୍ମକ ଯେଉଁଥିରେ ବିଭକ୍ତି ଥାଏ ପ୍ରଧାନ, ଆଉ ଗୋଟେ ଅଛି ପ୍ରଶ୍ଳିଷ୍ଟ ଯୋଗାତ୍ମକ ଯେଉଁଥିରେ ସମାସ ଥାଏ ପ୍ରଧାନ। କିଛି ଭାଷାରେ ପ୍ରକୃତି ଓ ପ୍ରତ୍ୟୟ ଏପରି ଯୋଡ଼ା ହୋଇଥାନ୍ତି ଯେପରିକି ସେଗୁଡ଼ିକୁ ସ୍ପଷ୍ଟ ରୂପେ ଦେଖି ହେବ। ରୂପତାତ୍ତ୍ୱିକ ଦୃଷ୍ଟିକୋଣରୁ ତାହା କେଉଁ ପ୍ରକାର ଭାଷା? ତାହା ହେଉଛି ଅଶ୍ଳିଷ୍ଟ ଯୋଗାତ୍ମକ ଭାଷା। ରୂପତାତ୍ତ୍ୱିକ ଦୃଷ୍ଟିରୁ କାଫିର, ସାନ୍ତାଳୀ, ତୁର୍କୀ, ମଫୁର ଆଦି ଭାଷା କେଉଁ ବର୍ଗର ଅନ୍ତର୍ଭୁକ୍ତ ହୋଇଥାନ୍ତି? ଅଶ୍ଳିଷ୍ଟ ଯୋଗାତ୍ମକ ଭାଷା। ପରବର୍ତ୍ତୀ ପ୍ରଶ୍ନ, ଆରବୀ, ହିବ୍ରୁ, ସଂସ୍କୃତ, ହିନ୍ଦୀ ଓ ଓଡ଼ିଆ ଆଦି ଭାଷା ରୂପତାତ୍ତ୍ୱିକ ଦୃଷ୍ଟିରୁ କେଉଁ ବର୍ଗର ଅନ୍ତର୍ଭୁକ୍ତ ହୋଇଥାନ୍ତି? ଶ୍ଳିଷ୍ଟ ଯୋଗାତ୍ମକ ଭାଷା। ଭାଷାରେ ପ୍ରକୃତି ଓ ପ୍ରତ୍ୟୟ ଅତ୍ୟନ୍ତ ଘନିଷ୍ଠ ଭାବେ ସଂଯୁକ୍ତ ହୋଇ ରହିଥାନ୍ତି ଯେ ସେଥିରୁ ପ୍ରକୃତି ଓ ପ୍ରତ୍ୟୟକୁ ଅଲଗା ଦର୍ଶାଇବା ସମ୍ଭବ ହୋଇନଥାଏ। ରୂପତାତ୍ତ୍ୱିକ ଦୃଷ୍ଟିକୋଣରୁ ତାହା କେଉଁ ପ୍ରକାର ଭାଷା? ପ୍ରଶ୍ଳିଷ୍ଟ ଯୋଗାତ୍ମକ ଭାଷା। ପ୍ରାୟୋଗିକ ଭାଷା ବିଜ୍ଞାନରେ ରୂପତାତ୍ତ୍ୱିକ ସଂସାଧନ ପ୍ରକ୍ରିୟାକୁ କେତେ ଭାଗରେ ବ୍ୟକ୍ତ କରାଯାଇଛି? ଉତ୍ତର ହେଉଛି 3 ଭାଗ, ଯଥା ରୂପତାତ୍ତ୍ୱିକ ବିଶ୍ଳେଷଣ, ରୂପତାତ୍ତ୍ୱିକ ସଂଶ୍ଳେଷଣ, ରୂପତାତ୍ତ୍ୱିକ ଉତ୍ପାଦନ। ରୂପ ବିଜ୍ଞାନ ବିଶ୍ଳେଷଣ କାର୍ଯ୍ୟ କେଉଁ ପଦ୍ଧତିରେ ସମ୍ପାଦିତ ହୋଇଥାଏ? ନା ସସୀମ ସ୍ତରୀୟ ମେସିନ୍ ଆଧାରିତ ପଦ୍ଧତି ଆଉ ମେସିନ୍ ଶିକ୍ଷଣ ପଦ୍ଧତି। ଓଡ଼ିଆ ଭାଷାରେ ବିଶେଷ୍ୟ ପଦ ସହିତ ତାହାର ପରପଦର ସଂଶ୍ଳେଷଣ ବିଶେଷ ଭାବେ କାହା ଉପରେ ନିର୍ଭର କରିଥାଏ? ନା ବିଶେଷ ପଦର ଶେଷରେ ଥିବା ଶବ୍ଦର ଶେଷ ଭାଗ ଉପରେ ନିର୍ଭର କରିଥାଏ।